नीट रे एथरे मु 657 स्कोर करूची। ऑल इंडिया रैंक 1033। मु एति बड़ पदवी जहाँ भी मु आज हासिल करि पारिची मो ऊपर थिबा मो पितामाता आउ मो जेजे जेजमा मो घरे थिबा सबू गुरुजन जेति अछंदी समस्त आशीर्वाद एवं सपोर्ट जो मु आज माइलस्टोन अचीव करि पारि अछि। एवं ମୁଁ ସେମିତି କାଉଣ୍ଟ ତ କରିନି, ମୋଷ୍ଟଲି 8 hours to 10 hours କରିହବ। ଆମ ସାର୍ ଏବଂ ମ୍ୟାଡ଼ାମ ମାନେ ଯେ ଇମୋସନାଲି ଏଜୁକେସନାଲି ବହୁତ ଫିଲ୍ଡରେ ଆମକୁ ସ୍କୋପ୍ ଦେଇ ଅଛନ୍ତି ଏବଂ ମୁଁ ଘରେ ବି ରହିନଥିଲି ତ ମୋଷ୍ଟଲି ହଷ୍ଟେଲରେ ରହିଅଛି, ତେଣୁ ଆମ ନିଜ ସେଠିକା ଟିଚର ମାନେ ହିଁ ଆମକୁ ଗାଇଡାନ୍ସ ଦେଇଥିଲେ। ଗୁଡ୍ ହ୍ୟୁମାନ୍ ଇନଫ୍, ଗୁଡ୍ ଡକ୍ଟର ଇନଫ୍, ସେତିକି ହେଇପାରିଲେ ଭଲ କଥା। ସଫଳତା ଗୋଟେ ଦିନରେ ତ କେବେ ସଫଳ ମିଳେ ନା। ସଫଳତା ପାଇଁ ବହୁତ କଠିନ ପରିଶ୍ରମ କରିବା ପାଇଁ ପଡ଼େ ଏବଂ ସଫଳତା କେବେ ଜଣଙ୍କ ଇଫର୍ଟରେ ଆସେ ନା। ବହୁ ଜଣଙ୍କ ଇଫର୍ଟ, ଯେମିତି ଘର ଲୋକଙ୍କ ଇଫର୍ଟ, କିଛି ଟିଚରଙ୍କ ଇଫର୍ଟ, ସେଇଭଳିଆ ସମସ୍ତଙ୍କ ଆଶୀର୍ବାଦ ଥିଲେ ହିଁ ସଫଳତା ମିଳିପାରେ। ଆଉ ବହୁତ ଶୀଘ୍ର ସଫଳତା ପାଇବା କି ବହୁତ ଲେଟ୍ରେ ସଫଳତା ପାଇବା ସେଇଟା ତ ନିର୍ଭର କରେ କି ତୁମର ହାର୍ଡୱାର୍କ ଉପରେ, ତୁମର ପେସେନ୍ସ ଉପରେ। ତ ହାର୍ଡୱାର୍କ ଆଉ ପେସେନ୍ସ ବିନା କୌଣସି କାର୍ଯ୍ୟ ହେଇପାରିବନି। ଟ୍ୟାଲେଣ୍ଟ କିଛି ନୁହେଁ, ହାର୍ଡୱାର୍କ ନିଜ ଭିତରେ ଗୋଟେ ଟ୍ୟାଲେଣ୍ଟ। ପଢାପଢିରେ ସେଭଳିଆ ତ କହିତେ ଗଲେ ପଢାପଢିରେ ସମସ୍ତେ ସାହାଯ୍ୟ କରନ୍ତି, ଯେପରି ଘର ଲୋକ ହୁଅନ୍ତୁ, ଯୋଉ ଟିଚର କି ମତେ ଯୋଉମାନେ ମୂଳରୁ ପଢିଛନ୍ତି, ଆଉ କି ଯୋଉମାନେ ବାହାର ଲୋକ କି ମତେ ମୋଟିଭେଟ କରନ୍ତି ଆମ ଗାଁ ଲୋକ, ସେଟା ତ ଶ୍ରେୟଟା ସମସ୍ତଙ୍କୁ ଯାଉଛି। ମିନମୁନି ହାଇସ୍କୁଲ କଣ୍ଡରାଡିଆ। ସେଠୁ ଆମର କଣ୍ଡରାଡିଆକୁ କେତେ ଦୂର ସ୍କୁଲ ଜାଣିଥିବ। ଆଉ ନିଟ୍ ପାଇଛି, ମୁଁ ବହୁତ ଗର୍ବିତ। ଆଉ ସେ ଛୁଆକୁ ପାଇକି ବି ମୁଁ ବହୁତ ଗର୍ବିତ। 8 ରୁ 10 ଘଣ୍ଟା ପରିଶ୍ରମ। ମୁଁ ତ ଗର୍ବିତ, ଖୁସି ଅଛି, ବହୁତ ଖୁସି ଅଛି। ସେଦିନ ଏତେ ରଥଯାତ୍ରାରେ ଏତେ ଏକ୍ସାଇଟମେଣ୍ଟ ହେଇଗଲି ଯେ ରାତିରେ ଆଉ ଶୋଇ ବି ପାରିଲିନି। ଆଉ ଭଗବାନଙ୍କର ଆଶୀର୍ବାଦ ଯୋଗୁଁ ଯାହା ହଉ ଏତିକି ସଫଳତା ମିଳିଛି। ଭବିଷ୍ୟତରେ ତ ଭଲ ଡାକ୍ତରଟେ ହଉ, ମୋର ତ ସେତିକି ସ୍ୱପ୍ନ ଥିଲା, ଯାହା ହଉ ପୂରଣ ହେଲା ଭଗବାନଙ୍କର ଆଶୀର୍ବାଦ ଯୋଗୁଁ। ଆଉ ଭଲ ମଣିଷଟେ ହବୁ। ସେ ବହୁତ ପରିଶ୍ରମ କରେ, ବହୁତ ବେଳରୁ ଛୋଟ ବେଳଠୁ ବହୁତ ଲେବର କରେ।